ବହୁତ ଦିନ ପୂର୍ବର କଥା। ଏକ ଘଞ୍ଚ ଜଙ୍ଗଲରେ ମଣି ନାମକ ଏକ ଗୁଣ୍ଡୁଚି ମୂଷା ବାସ କରୁଥିଲା ଏବଂ ସେହି ଜଙ୍ଗଲରେ ଶ୍ୟାମ ନାମକ ଗୋଟିଏ କଇଁଛଟି ରହୁଥିଲା। ଶ୍ୟାମ ନିଜର ପରିଶ୍ରମ ପାଇଁ ଜଙ୍ଗଲରେ ପରିଚିତ ଥିଲା, କିନ୍ତୁ ମଣି ନିଜର ଚାଲାକ ଗୁଣ ପାଇଁ ଜଙ୍ଗଲରେ ପରିଚିତ ଥିଲା। ଦିନେ ମଣି ଦେଖିଲା ଜଙ୍ଗଲରେ ବହୁତ ସୁସ୍ୱାଦୁ ଫଳ ହୋଇଛି। ସେ ଫଳ ଗୁଡ଼ିକ ଉଚ୍ଚ ଗଛରେ ଥିଲା ଏବଂ ତାକୁ ଆଣିବା କଷ୍ଟ ଥିଲା। ମଣି ଭାବୁଥିଲା ଯେ ସେ କେମିତି ସେ ଫଳ ସବୁ ଆଣି ସବୁ ଜୀବଜନ୍ତୁ ମାନଙ୍କୁ ନିଜର ପାରଙ୍ଗମ ଦେଖାଇବ। ସେ ଜଲ୍ଦି ଜଲ୍ଦି ଗଛ ଉପରକୁ ଚଢିବାକୁ ଚେଷ୍ଟା କଲା, କିନ୍ତୁ କିଛି ବାଟ ଚଢି ସାରିଲା ପରେ ସେ ଥକ୍କା ହୋଇଗଲା। ସେ ଗଛ ତଳେ ଆସି ବିଶ୍ରାମ ନେଲା। ଗଛ ତଳେ ତାକୁ କଇଁଛ କହିଲା, ଏ ମଣି ଭାଇ, ଏତେ ଅଧୈର୍ଯ୍ୟ ହୋଇ କଣ ପାଇଁ କାମ କରୁଛ? ଧୈର୍ଯ୍ୟ ଧରି କାମ କର, ଦେଖିବ ନିଶ୍ଚୟ ସଫଳ ତୁମକୁ ମିଳିବ। କିନ୍ତୁ ମଣି ଶ୍ୟାମର କଥା ଶୁଣିଲା ନାହିଁ। ସେ ପୁଣି ଚଢିବାକୁ ଚେଷ୍ଟା କଲା, କିନ୍ତୁ ଗଛର ଶୀର୍ଷରେ ଚଢି ପାରିଲା ନାହିଁ। ସେ ତଳକୁ ଓହ୍ଲାଇ ଆସିଲା। ତାପରେ ଗୁଣ୍ଡୁଚି ମୂଷା ସେ କଇଁଛକୁ କହିଲା, ଶ୍ୟାମ ଭାଇ, ତୁମେ ଗୋଟେ କାମ କର, ତୁମେ ଗଛକୁ ଚଢ ଆଉ ଫଳ ତଳକୁ ପକାଅ, ମୁଁ ସବୁ ଗୋଟାଇ ରଖିବି, ଆମେ ମିଶିକି ଖାଇବା। ଏହି କଥାଟି କଇଁଛର ମନକୁ ପାଇଲା। ସେ ଗଛକୁ ଚଢି ସବୁ ସୁସ୍ୱାଦୁ ଫଳ ତଳକୁ ପକାଇଲା ଆଉ ଗୁଣ୍ଡୁଚି ମୂଷା ତାକୁ ରଖିଲା। ଏହି ଗପରୁ ଆମେ ଶିଖିଲୁ ଯେ ଧୈର୍ଯ୍ୟ ଧରି କାମ କଲେ ସବୁ ଅସମ୍ଭବ କାମ ବି ସମ୍ଭବ ହେବ। ଆଉ ମଣି ଏବେ ଧୈର୍ଯ୍ୟର ମହତ୍ଵ କଣ ବୁଝିପାରିଲା। ଯଦି ଗପଟି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ ଆଉ ସେୟାର କରିବେ।